ଜୟ ଶ୍ରୀରାମ ଦୋସ୍ତ। ଆମର କମ୍ପାନୀ ଛୁଟି ହେଇକି ଆମେ ସବୁ ବାହାରେ ବସିକି ଭାଇଟାକୁ ୱେଟ୍ କରିଥିଲୁ। ଦେନ୍ ବାଟରେ ଆସିଲା ବେଳେ ମନ୍ଦିର ବହୁତ ଭଲରେ ସଜା ହେଇଛି। ଆମେ ଭାବିଲୁ ଆମ ଗାଁର ସଜା ଏଠି ନାହିଁ। ଆଉ ଛାଡ଼, ଆମେ ଆସିଲୁ ହେରି ରୁମ୍। ଗୋବିନ୍ଦ, ଶୁଭମ, ପାଣି ପିଇକି ମୁଁ ସବୁ ଡ୍ରେସ୍ ଯାକ କାଢି ଦେଇକି ଚାଲିଲି ରୋଷେଇ ଘରକୁ। ସେଠି ମୋ ସାଙ୍ଗ ବି ରୋଷେଇ କାମରେ ଲାଗି ପଡ଼ିଛି। ଦେନ୍ ମୁଁ ବି ଆସିଲି ହେରି ଡ୍ରେସ୍ ନେଇକି ପାଣିରେ ସର୍ଫ ମିଳେଇ ଦେଇକି ଡ୍ରେସ୍ ଯାକ ପକେଇକି କିଛି ସମୟ ରଖିଦେଇକି ମୁଁ ଆସିଲି ହେରି ମୌସୁମୀ ଦେଖିବା ପାଇଁ। ମୁଁ ଭାବିଲି ବର୍ଷା ହବ ବୋଲି, କିନ୍ତୁ ସୂର୍ଯ୍ୟ ବାହାରିଲାଣି, ମାନେ ଖରା ହବ। ତାପରେ ମୁଁ ବ୍ରସ୍ କରିକି ମୋର ଡ୍ରେସ୍ ସଫା କରିକି ନେଇକି ଆସିଲି। ଭଲରେ ଶୁଖେଇ ଦେଇକି ମୁଁ ଟିକେ ଦେଖିକି ଦେଲି ଆକାଶକୁ, ଖରା ହଉଛି। ମୁଁ ଆସିଲି ହେରି ରୋଷେଇ ଘରକୁ। ରୋଷେଇ ହେଇଛି କି ନାହିଁ ମତେ ଜୋରସେ ଭୋକ ହବାରୁ କିନ୍ତୁ ରୋଷେଇ ହେଇନି। କିଛି ସମୟ ପରେ ରୋଷେଇ ହେଇଗଲା। ଆଜି ମୋର ଫେଭରେଟ୍ ଆଳୁ ଛଣା ହେଇଛି। ପେଟ ଫୁଲ କରିକି ଖାଇଦେଲି। ଆପଣମାନଙ୍କ କ'ଣ କ'ଣ ଫେଭରାଇଟ୍ କମେଣ୍ଟ କରି ଦିଅ। ବ୍ଲଗଟି ଭଲ ଲାଗିଲେ କମେଣ୍ଟ ଆଉ ସବସ୍କ୍ରାଇବ ବି କରିଦେବ। ରହିଲି, ଜୟ ଶ୍ରୀରାମ।